ନମସ୍କାର। ମୁଁ ହର୍ଷ ପରିଛା ମୋର ୟୁଟ୍ୟୁବ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଏହି ଭିଡିଓରେ ଆମେ ଆଲୋଚନା କରିବା ନେପାଳରେ ଚାଲିଥିବା ଭାଇଲେନ୍ସ ଉପରେ। କିନ୍ତୁ ତା ପୂର୍ବରୁ ମୁଁ ଆପଣମାନଙ୍କୁ ଅନୁରୋଧ କରିବି ଆପଣମାନେ ଭିଡିଓଟି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିବେ ଏବଂ ଲାଇକ୍ ସେୟାର ସବସ୍କ୍ରାଇବ କରିବେ, କାରଣ ଆପଣମାନଙ୍କର ପ୍ରତ୍ୟେକଟି ସବସ୍କ୍ରାଇବ ଆମ ସମସ୍ତଙ୍କୁ ଗୋଟେ ଆ, ନୂଆ ଇନ୍ସପିରେସନ ଯୋଗୁଛି ନୂଆ ନୂଆ ଭିଡିଓ ନେଇକି ଆପଣମାନଙ୍କ ସମ୍ମୁଖରେ ଉପସ୍ଥାପନ କରିବା ପାଇଁ। ତେବେ ଆଲୋଚନା କରିବା ଯେ ଗତ କିଛି ଦିନ ପୂର୍ବରୁ ଅର୍ଥାତ ସୋମବାର ଠାରୁ ଯୋଉ ଜନ ଆନ୍ଦୋଳନ ଜନସନ୍ତୋଷ ଚାଲିଥିଲା ଏବଂ ବିଭିନ୍ନ ଜାଗାରେ ଦଙ୍ଗା ଏବଂ ତୁମ୍ବି ତୋଫାନ ଚାଲିଥିଲା ସରକାରଙ୍କ ବିରୁଦ୍ଧରେ। ଯୋଉ ସରକାର ଥିଲେ ଆପଣଙ୍କର କେପି ଶର୍ମା ଓଲି ପ୍ରଧାନମନ୍ତ୍ରୀ। ତ ସେଇ ସରକାରଙ୍କର ଅନ୍ତ ଘଟିଛି ଏବଂ ସେ ରିଜାଇନ ଦେଲା ପରେ ଶାନ୍ତି ଫେରିବା ପାଇଁ ସେନା ମୁଖ୍ୟ ନେପାଳର ସେ ସମସ୍ତ ଆର୍ମି ମାନଙ୍କୁ ଡେପ୍ଲୟେଡ କରିଛନ୍ତି। କାଠମାଣ୍ଡୁ ନେପାଳର ରାଜଧାନୀ କାଠମାଣ୍ଡୁ ସହରର ସମସ୍ତ ଜାଗାରେ ଏବଂ ବିମାନ ବନ୍ଦରରେ ଏବଂ ଅନ୍ୟାନ୍ୟ ସମସ୍ତ ଅଞ୍ଚଳରେ ମଧ୍ୟ ଯଥେଷ୍ଟ ମାତ୍ରାରେ କର୍ଫ୍ୟୁ ଜାରି କରାଯାଇଛି ଏବଂ ସବୁ ଜାଗାରେ ଯୋଉ କର୍ଫ୍ୟୁ ସମସ୍ତେ ମାନିଛନ୍ତି ତା ନୁହଁ। କିଛି ଜାଗାରେ ଲୋକମାନେ ତ ମାନିଛନ୍ତି, ଆଉ କିଛି ଜାଗାରେ ଯୋଉ ଜେନ୍ଜି ଗ୍ରୁପ ସେମାନେ ବର୍ତ୍ତମାନ ସୁଦ୍ଧା କିଛି କିଛି କାଁ ଭାଁ ବିଭିନ୍ନ ଜାଗାରେ ସେମାନେ ନିଜର ଆନ୍ଦୋଳନ ଜାରି ରଖିଛନ୍ତି। କିନ୍ତୁ ପ୍ରକୃତ ପକ୍ଷେ ୟାକୁ ଦୃଷ୍ଟି ଆଗରେ ରଖି ବା ୟାକୁ ଦୃଷ୍ଟିରେ ରଖି ଆର୍ମି ଚିଫ୍ ଯୋଉଟା କି ବର୍ତ୍ତମାନ ନିଜର ହାତକୁ ନେଇଛନ୍ତି ବା ସରକାର ଆର୍ମି ଚିଫ୍ ଦ୍ୱାରା ଚାଲୁଛି। ତ ସାମରିକ ଙ୍କ ଦ୍ୱାରା ସରକାର ଚାଲିଛି ବର୍ତ୍ତମାନ। ଏହି ପରିପ୍ରେକ୍ଷୀରେ ଯୋଉଟା ବର୍ତ୍ତମାନ ଆଜିର ତାଜା ନ୍ୟୁଜ୍ ପ୍ରକାରେ ଯେ ଆଜି ପର୍ଯ୍ୟନ୍ତ ଅର୍ଥାତ ଗୁରୁବାର ପର୍ଯ୍ୟନ୍ତ ଆପଣମାନଙ୍କର କର୍ଫ୍ୟୁଟି ଜାରି ରହିବ। ଏହି କର୍ଫ୍ୟୁରେ ପ୍ରାୟତଃ ଅନେକ ଯୋଉମାନେ ଜନ ଅଛନ୍ତି ବା ଯୋଉ ଜନ ଆନ୍ଦୋଳନ କରିଥିଲେ ସାମିଲ ଥିଲେ, ଯୋଉ ଯୁବକମାନେ ଆପଣଙ୍କର ଜେନ୍ଜି ଗ୍ରୁପ ବୋଲି ବିବେଚିତ ଆପଣଙ୍କର 1990ରୁ ଆପଣଙ୍କ 2000 ପର୍ଯ୍ୟନ୍ତ ଜେନେରେସନ ପିପୁଲ ମାନେ ବା ୟୁଥ ମାନେ ଯୋଉମାନେ ଜେନ୍ଜି ଗ୍ରୁପ ବୋଲି ବିବେଚିତ ସେମାନେ ବର୍ତ୍ତମାନ କିଛି ପରିମାଣରେ ସେମାନେ ଶାନ୍ତ ଅଛନ୍ତି ଏବଂ ସେମାନଙ୍କୁ ବିଭିନ୍ନ ବୁଝାସୁଝା କରିଛନ୍ତି। କେମିତି ବୁଝାସୁଝା ହେଇଛି ବୁଝିଛନ୍ତି ନା ଯିଏକି ମିଲିଟାରୀ ମୁଖ୍ୟ ବା ବର୍ତ୍ତମାନ ଶାସନ ଭାର ଯାହା ପାଖରେ ଅଛି ସେ ଅ, ସେମାନେ କଲ୍ କରି କଥା ହେଇଛନ୍ତି ଏବଂ ଜେନ୍ଜି ଗ୍ରୁପର ସମସ୍ତ କର୍ମକର୍ତ୍ତା ତଥା ସବୁ ଲିଡର୍ସ ମାନଙ୍କ ସହିତ ସେମାନେ କଥା ହେଇଛନ୍ତି ଏବଂ ଏଇ ଯୋଉ ଚାଲିଛି ବର୍ତ୍ତମାନ ଯୋଉ ଆନ୍ଦୋଳନ ତାକୁ ବର୍ତ୍ତମାନ କିଛି ପରିମାଣରେ ଶାନ୍ତ କରିବା ପାଇଁ ସେମାନେ ଅନୁରୋଧ କରିଥିଲେ ଏବଂ ତାଙ୍କ ଅନୁରୋଧ କ୍ରମେ ଜେନ୍ଜି ଗ୍ରୁପର ପ୍ରାୟ ଅଧିକାଂଶ ନେତାମାନେ ବର୍ତ୍ତମାନ ଶାନ୍ତ ଅଛନ୍ତି। କାଁ ଭାଁ କିଛି କିଛି ଜାଗାରେ ବର୍ତ୍ତମାନ ଯଦିଓ କର୍ଫ୍ୟୁ ଆଜି ପର୍ଯ୍ୟନ୍ତ କର୍ଫ୍ୟୁ ଚାଲି ରହିଛି ତଥାପି କାଁ ଭାଁ ଜାଗାରେ ଆପଣଙ୍କର ଚାଲିଛି ଆନ୍ଦୋଳନ। କିନ୍ତୁ ପ୍ରକୃତ ପକ୍ଷେ କହିବାକୁ ଗଲେ ଏଇ ଆନ୍ଦୋଳନ ଶେଷ ହେଲା ପରେ ବର୍ତ୍ତମାନ ପରିପ୍ରେକ୍ଷୀରେ କହିବାକୁ ଗଲେ ଅ, ଯେ କି ଆର୍ମି ଚିଫ୍ ଅଶୋକ ସିଗ୍ଦାଲ ତାଙ୍କ ସହିତ କଥାବାର୍ତ୍ତା କରିବା ପାଇଁ ଜେନ୍ଜି ଗ୍ରୁପ ତରଫରୁ 2500 ଭୋଟ ପାଇଥିବା ଅ, ସୁଶୀଳା କାର୍କି ଯିଏକି ପ୍ରଥମ ବିଚାରପତି ନେପାଳର ସୁଶୀଲା କାର୍କି 72 ବର୍ଷୀୟ ସୁଶୀଲା କାର୍କି କୁ ସେମାନେ ମନୋନୀତ କରିଛନ୍ତି। କିନ୍ତୁ ୟା ପୂର୍ବରୁ ସେମାନେ ଆହୁରି ମଧ୍ୟ ଭଲ ମନୋନୀତ କରିବାକୁ ଚାହୁଁଥିଲେ। କାଠମାଣ୍ଡୁର ଯେ ମେୟର ଅଛନ୍ତି ବାଲେନ୍ଦ୍ର ଶାହା ସେ ମଧ୍ୟ ଉପଯୁକ୍ତ ଲୋକ ଥିଲେ ଯିଏକି ଆପଣଙ୍କର ବର୍ତ୍ତମାନ ପରିପ୍ରେକ୍ଷୀରେ ଶାସନ ବା ଅନ୍ତରୀଣ ଶାସନରେ ଶାସନମୁଖୀ ହେଇକି ରହିବା ପାଇଁ। ବର୍ତ୍ତମାନ ପରିପ୍ରେକ୍ଷୀରେ ଜେନ୍ଜି ଗ୍ରୁପ ବା ଅନ୍ୟାନ୍ୟ ସମସ୍ତେ ମିଳିତ ଭାବରେ ବା ଆପଣଙ୍କର ସାମରିକର ଯେ ଚିଫ୍ ସେମାନଙ୍କର ମିଳିତ କଥାବାର୍ତ୍ତାରେ ଯାହା ଜଣାପଡ଼ିଛି ଯେ ବର୍ତ୍ତମାନ ଅନ୍ତରୀଣ ସରକାର ଗଠନ କରାଯିବ। ଅନ୍ତରୀଣ ସରକାର ଗଠନ କରିବା ପାଇଁ ଜେନ୍ଜି ଗ୍ରୁପ ତରଫରୁ ପ୍ରଥମେ ଦିଆଯାଇଥିଲା ଆପଣଙ୍କର କାଠମାଣ୍ଡୁର ମେୟର ବାଲେନ୍ଦ୍ର ଶାହା, କିନ୍ତୁ ସେ ସହଯୋଗ କରିନଥିଲେ ବା ଏତେ ସେ ଯୋଗାଯୋଗ କରିନଥିଲେ ଯାହାର ଫଳରେ ସେ ବର୍ତ୍ତମାନ ସେଠୁ ତାଙ୍କୁ ବାଦ ହେବାକୁ ପଡ଼ିଥିଲା। ଏବଂ ତାପରେ 30 ଇୟର୍ସ ଓଲ୍ଡର ଜଣେ ରାକେଶ ନାରୁଲା ବୋଲି ଯିଏକି ଆପଣଙ୍କର ଇଷ୍ଟର୍ଣ୍ଣ ନେପାଳରେ ରୁହନ୍ତି ସେ ମଧ୍ୟ ସେ ମଧ୍ୟ ଏଇ ଦୌଡ଼ରେ ଥିଲେ ଏବଂ ତାଙ୍କୁ ମଧ୍ୟ ଏଇ ଅନ୍ତରୀଣ ସରକାରର ମୁଖ୍ୟ କରିବା ପାଇଁ ଜେନ୍ଜି ଗ୍ରୁପ ବା ଅନ୍ୟାନ୍ୟ ମିଲିଟାରୀ ଚିଫ୍ ମାନଙ୍କ ମଧ୍ୟରେ କଥାବାର୍ତ୍ତା ହେଇଥିଲା। କିନ୍ତୁ ଶେଷରେ ସୁଶୀଲା କାର୍କିଙ୍କୁ ଯିଏକି 72 ବର୍ଷର ସେ ବିଚାରପତି ଥିଲେ, ମାନେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଥିଲେ, ତାଙ୍କୁ ଅନ୍ତରୀଣ ସରକାରର ମୁଖ୍ୟ କରିବା ପାଇଁ ଜେନ୍ଜି ଗ୍ରୁପ ବର୍ତ୍ତମାନ ମାନିଛନ୍ତି ବା ଯେଉଁମାନେ ଆନ୍ଦୋଳନକାରୀ ମାନିଛନ୍ତି। ଜନମାନସରେ ବର୍ତ୍ତମାନ ସୁଶୀଳ କାର୍କି ଯେହେତୁ ସେ ସୁଶୀଳ କାର୍କି ସେ ହେଉଛନ୍ତି ଶିକ୍ଷକତାରୁ ନିଜର ଆରମ୍ଭ କରିଥିଲେ। ଶିକ୍ଷକତାରୁ ସେ ପୁଣି ନିଜେ ଏଇ ଯୋଉ ଆପଣଙ୍କର ଆଡହକ୍ ବିଚାରପତି ଭାବରେ ଗ୍ରହଣ କରିଥିଲେ ବା ବୃତ୍ତି ଆରମ୍ଭ କରିଥିଲେ। କିନ୍ତୁ ତା ପରିଶେଷରେ ଆମେ ଦେଖିବାକୁ ପାଇବା ଯେ ସଂସଦ ଭବନରେ ସେ ଯେତେବେଳେ ଆସିଗଲେ ବା ଆପଣଙ୍କର ବିଚାରପତି ହେଲେ, ବିଚାରପତି ହେଲା ପରେ ପୁଣି ପ୍ରଥମ ମହିଳା ବିଚାରପତି ଭାବରେ ସେ ନେପାଳରେ ବରିଷ୍ଠ ଅ, ଏବଂ ଚିଫ୍ ବିଚାରପତି ଭାବରେ ସେ ନିଯୁକ୍ତି ପାଇଥିଲେ। ଏହି ପରିପ୍ରେକ୍ଷୀରେ ଆମେ ଯଦି ଦେଖିପାରିବା ତାହେଲେ ବର୍ତ୍ତମାନ ପରିପ୍ରେକ୍ଷୀରେ ଯାହା ଆଶା କରାଯାଉଛି ସୁଶୀଳା କାର୍କି ହିଁ ଏଇ ଅନ୍ତରୀଣ ସରକାର ଗଠନ ହେବ ଏବଂ ସେ ଯଦି ଅନ୍ତରୀଣ ସରକାରର ମୁଖ୍ୟ ହେବାକୁ ଚାହାନ୍ତି ତାହେଲେ
आर्मी चीफ जे अच्छी आपंकर अशोक सिग्देल सहित से कथबार्ता करा पड़ो ये कथा कहते जेनजी ग्रुप तथा जन आंदोलन कर समस्त लिडर मैंने से समर्थन जनाऊँ तेणुक जिते सब भोट होता भोट मध्य आपंकर सुशीला कार्की 2005 रु अधिक भोट पाई एवं जोटा कि या पूर्व आलोचना करते राकेश नारुला से किसी कम भोट पाई आपंकर बालेन्द्र शाह जी की काठमांडू मेयर से किसी कम भोट पाई यही परिप्रेक्षी सर्वाधिक भोट पाई सुशीला कार्की तो एथिरू जना पड़ुछि जे सुशीला कार्की निश्चित भाव अंतरण सरकार मुख्य हेबे कारण वर्तमान परिप्रेक्षी जदि आम देखा जे यही जो आंदोलन में वर्तमान सुधा आपंकर 30 जनकर मृत्यु घटी एवं 1000 जन इंजुर्ड होती 1000 रु अधिक किंतु दर्शा सरकारी सूत्र दर्शा जाउछि 1000 जन बोली इंजुर्ड होती एवं वर्तमान जेनजी ग्रुप जो स्प्रेडिंग करछंती बा आलर्ट करछंती चारिआडे जो हिंसा आलर्ट करछंती सेतरे किछि थमी जाइछंती एवं सेमाने कहिछंती जे सेमानकर सुविधा सुजोग बा अपॉर्चुनिटी को सरकार जो पूर्व सरकार जो केपी शर्मा ओली को सरकार से माने हाईजैक करके नहीं जाइथिले ए कथा जेनजी ग्रुप रो लीडर्स माने कहंती तो वर्तमान परिप्रेक्षी जोटा कि 1000 लोक आरेस्टेड होती एवं 37 लोक को जेनजी ग्रुप तथा अन्य आंदोलनकारी मान मध्य 27 जन को आपंकर आरेस्ट करा हाजत को नियाई आरेस्ट कर भितर रखाई एवं आउरी 31 जन को से माने दलबद्ध माने पुलिस बा सामरिक दल से अटक रखिछन्ते कारण से हस्तरे आपनकर विभिन्न प्रकार वेपन्स बा जोटा कि मारणास्त्र गुड़िक से पाइथिले तेणु से अटक रखिछन्ती एही परिप्रेक्षी से विभिन्न जगार वर्तमान मिलिटरी चेकअप चेक पॉइंट कराई एवं अଯଥା ଯିବା ଆସିବାକୁ ବାରଣ କରାଯାଇଛି ଏବଂ नो अननेसेसरी ट्रावेल बोली मध्ये लिखा ହେଇଛି ତେଣୁକରି ବର୍ତ୍ତମାନ ସେ ସ୍ଥାନେ ସ୍ଥାନେ आर्मी फोर्स माने से माने चेक करछन्ती आईडी प्रूफ चेक करछन्ती बा से मानकर ଯିବା ଆସିବାର समस्त विवरणी से माने चेक करी देखुछन्ती एही परिप्रेक्षी वर्तमान जहाँ कुआଯାଉଛି शांति वर्तमान किछि परिमाण रे फेरी आସୁଛି प्रायतः कहवा गले काँ भा जगह को छाड़देले वर्तमान नेपाल रे शांति फेरी आସୁଛି ଏବଂ ଏଇ शांति फेरी आसिबा भितरे विशेष करी मुख्य भूमिका रहिबो सुशीला कार्की जे अंतरण सरकार रो मुख्य हेबे एवं से अंतरण सरकार किए रहिबे से समान विवरणी जेनजी ग्रुप रो लीडर्स माने एवं आंदोलन कर्ता माने एवं जनसाधारण जो लीडर माने अच्छे से माने चीफ अशोक सिग्देल सहित कथबार्ता करेंगे यही परिप्रेक्षी से माने आउरी मध्य गोटे कथा कहते जे नेपाल जेनजी रिपोर्ट प्रोटेस्टर माने से कहते जे जोटा डेमोक्रेटिक रिन्यूअल हेबार अछि डेमोक्रेटिक टा फेरिबार अछि पूरा एकदम स्वच्छ गणतंत्र शासन हेबार अछि एई नाराबाजी लगेइ जेनजी ग्रुप रो विभिन्न दलर विभिन्न कर्मकर्ता बा अधिकारी माने एही परिप्रेक्षी रे आउरी गोटे विषय मध्य अनुध्यान करा जाउछि जे एई जो ललितपुर सिटी रे जे रोहंती प्रभात पौडेल जे कि जने एंटरप्रेन्योर सी कहते जे एटा गोटे आम पाई गोटे दुर्भाग्य थिला कारण जेतेबेले सुप्रीम कोर्ट मध्य माने जळी दिया जाउछि सुप्रीम कोर्ट मध्य न्याय जळी दिया जाउछि कारण सेटा होछि गवर्नमेंट प्रॉपर्टी एही परिप्रेक्षी रे प्रभात पौडेल से जने एंटरप्रेन्योर से कहते जेतेबेले मु देखिली जळी जाउछि एटा होछि हमर समस्तଙ୍କର एटा होछि सरकारଙ୍କର नुह एटा होछि जनसाधारणଙ୍କର संपत्ति जनसाधारणଙ୍କ संपत्ति जोटा पड़ी जाउछि सेटा हम पई गोटे दुखर विषय बा क्षतिकार कथा किंतु जहा हो वर्तमान शांति फेरी आसी एही परिप्रेक्षी रे से मध्य कहते सुशीला कार्की जो अंतरीण मुख्य हेबे एवं अंतरीण सरकार मुख्य हेबे एवं से मध्य भलरे चलेबे एटा से आशा प्रकट करछन्ते कारण सुशीला कार्की विभिन्न हिंसात्मक एवं कौन प्रकार करप्शन रे से नहांती से जो दिन ठारो चीफ चीफ विचारपति हेले बा तो आपनकर मुख्य विचारपति सुप्रीम कोर्ट रो विचार मुख्य विचारपति थिले तांको जीवन काल रे से समय से जो सब आंटी करप्शन चलतिला तापरे से निजर वॉइस मध्ये देइथिले एवं जो सब विभिन्न प्रकार संवेदनशील कार्य गुडी होउथिला बा दीर्घ म्यादी धरी जो सब शोषण चलीथिला सरकारक द्वारा ताको मध्ये से प्रोटेस्ट करथिले तो तेणु से आशा समस्ते आशा प्रकट करछथि जे सुशीला कार्की जदि संतरण मुख्य हुअंती ताहाले नेपाल रे हुए तो डेमोक्रेटिक रिन्यूअल हबो एवं सुशासन फेरी आसीबो स्वच्छता आसीबो एटा होची आजिर स्वच्छ आजिर नेपाल रो वर्तमान परिप्रेक्षी रे ताजा चित्र बा ताजा सूचना तो आपण माने ए भिडियो देखिथिबा हेतु मु आपण मानकु धन्यवाद दोछि एवं लाइक शेयर सब्सक्राइब करिवे कमेंट करिवे भूलिबे नै धन्यवाद नमस्कार।